ସମସ୍ତଙ୍କୁ ନମସ୍କାର। ଆଜି ଆମର ସମବାୟର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆର ପଞ୍ଚମ ପ୍ରତିଷ୍ଠା ଦିବସ 5 ବର୍ଷ ପୂରଣ ହେଲା। ଯେ ଯୋଉ 5 ବର୍ଷ ଆମର ପ୍ରଥମରୁ ସମବାୟ କୋଅପରେଟିଭ ଟା ଏଗ୍ରିକଲଚର ସହିତ କୃଷି ସହିତ ଥିଲା, କିନ୍ତୁ 2011 ଆମର ଆମର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆରୁ ମାନ୍ୟବର ଅମିତ ଶାହ ଜୀ ସମବାୟ ଦାୟିତ୍ୱ ନେଲେ। ଯେତେବେଳେ ସମବାୟ ମନ୍ତ୍ରୀ ହେଲେ, ଆମର କୋଅପରେସନ ଗୋଟେ ସେପାରେଟ ଡିପାର୍ଟମେଣ୍ଟ ହେଲା। 5 ବର୍ଷ ତାର ଆଜି ପୂରଣ କରାଯାଉଛି। ସାରା ଭାରତ ବର୍ଷରେ ଆମର ପାଳନ କରାଯାଉଛି 8 ଦିନ ବ୍ୟାପୀ ଏଇ ସମବାୟ ସପ୍ତାହ ପାଳନ କରାଯାଉଛି। ତ ଆପଣଙ୍କର ଏଇ ପାଇଁ ଆଗକୁ ଲକ୍ଷ୍ୟ କଣ ସବୁ ରହିଛି, ଆଉ ଏଇ କଣ କଣ ସବୁ ଏଇ ଯୋଉ ମାନେ ଅଛନ୍ତି ଆପଣଙ୍କର ସମବାୟର ପର୍ସନ ମାନଙ୍କୁ କଣ ସବୁ କେମିତି କଣ? ନିଶ୍ଚିତ ଭାବରେ ଆମର ସମବାୟ ବହୁତ ଚଳଚଞ୍ଚଳ ହେଇଯାଇଛି। ଯେବେଠାରୁ ମାନ୍ୟବର ମନ୍ତ୍ରୀ ଅମିତ ଶାହ ଜୀ ଯେବେଠୁ ଦାୟିତ୍ୱ ନେଲେ, ସମବାୟ ଚଳଚଞ୍ଚଳ ହେଇଯାଇଛି। ବର୍ତ୍ତମାନ ଦେଖନ୍ତୁ ଆମର ଓଡିଶାରେ ବି ଯେତେ ପ୍ୟାକ୍ସ ଥିଲା ସବୁ ପ୍ୟାକ୍ସ ହେଲା। ବିଭିନ୍ନ ପ୍ରକାର ସେମାନେ କାର୍ଯ୍ୟକ୍ରମ କରିପାରିବେ। ବର୍ତ୍ତମାନ ଧର ଆଗରୁ ଥିଲା ଆମର ସମବାୟ, ଧର ମତ୍ସ୍ୟ ପଶୁ ସମ୍ପଦ କିମ୍ବା ପ୍ୟାକ୍ସ, ସେମାନେ ଗୋଟେ ଗୋଟେ ବିଜନେସ କରୁଥିଲେ, କିନ୍ତୁ ବର୍ତ୍ତମାନ ଗୋଟେ ସୋସାଇଟି ସବୁ ପ୍ରକାର ବିଜନେସ କରିପାରିବ। ତେଣୁ ଏଇଟା ଗୋଟେ ମଡୁଲାର ପୁରା ସମବାୟ ରହିଲା। ଆମର ସମବାୟ ନୀତି 2025 ଆମର ଯୋଉ ନ୍ୟାସନାଲ ର ନୀତି, ରାଜ୍ୟର ନୀତି ଆମର ପ୍ରଣୟନ ହେଲା। ଆଗାମୀ ଦିନରେ ସମବାୟକୁ କିପରି ସବୁଠାରୁ ତଳ ସ୍ତର ଲୋକମାନଙ୍କ ପାଖରେ ଆମେ ପହଞ୍ଚେଇବା ଏବଂ ଅଧିକରୁ ଅଧିକ କୃଷି, ଯୁବଗୋଷ୍ଠୀ, ମହିଳା ମାନଙ୍କୁ ଏବଂ ସମସ୍ତଙ୍କୁ ଆମେ ଅନ୍ତର୍ଭୁକ୍ତ କରାଇ, ଏବଂ ଆମେ ନିଶ୍ଚିତ ଭାବରେ ଯେମିତି ସମବାୟ ପିଲାମାନେ ପାଠ ପଢିଲା ବେଳୁ ଶିଖନ୍ତୁ। ସମବାୟରେ ଆମେ କଣ କାମ କରିପାରିବା, କେତେ ଆମେ ସମବାୟରୁ କେତେ ଚାକିରି ପଛରେ ନ ଗୋଡେଇ ସେମାନେ ଯଦି ସମବାୟକୁ ଜାଣିବେ ଯେ ସମବାୟ ବିଭାଗ ଏମିତି ଏକ ପ୍ଲାଟଫର୍ମ ଯେ ଆମକୁ ସବୁ କିଛି ଗୋଟେ ଜାଗାରେ ମିଳିପାରିବ। ତେଣୁ ସମବାୟରୁ ଆମେ ଗୋଟେ ଅମ୍ବ୍ରେଲା ତଳେ ସମସ୍ତଙ୍କୁ, ଆପଣ ଦେଖନ୍ତୁ ପ୍ରତି ଘରେ ଗୋଟେ ସମବାୟର କିଏ ଥିବେ। ଆପଣ ସେ ଦୁଗ୍ଧର ଗୋଟେ ମେମ୍ବର ହେଇଥିବେ, ନହେଲେ ମତ୍ସ୍ୟର ହେଇଥିବେ, ନହେଲେ କୃଷିର ହେଇଥିବେ, ନହେଲେ ଯେକୌଣସିର, ନହେଲେ ହସ୍ତତନ୍ତ୍ର, ହସ୍ତଶିଳ୍ପ, ବୟନ ଶିଳ୍ପ। ଆପଣ ଦେଖନ୍ତୁ ସମବାୟ ଏମିତି ଏକ ବିଭାଗ ଗୋଟେ ଅମ୍ବ୍ରେଲା ତଳେ ସମସ୍ତଙ୍କୁ ବାନ୍ଧି ରଖିଛି। ତେଣୁ ନିଶ୍ଚିତ ଭାବରେ ସମବାୟ ଚଳଚଞ୍ଚଳ ହେଇଯାଇଛି। ଆଗାମୀ ଦିନରେ ଯୁବକ, ମହିଳା ଏବଂ କୃଷକ ଏବଂ ସମସ୍ତଙ୍କ ପାଖରେ ସମବାୟ ପହଞ୍ଚିବ। ଧନ୍ୟବାଦ। ମୁଁ ସୁନିତା ପତି, ସମ୍ପାଦକ ରାଜ୍ୟ ସମବାୟ ୟୁନିୟନ। ଦେଖନ୍ତୁ, ଆକ୍ଚୁଆଲି ଆମେ ଓଡିଶା ସରକାରଙ୍କ ସମବାୟ ବିଭାଗର ନିର୍ଦ୍ଦେଶ କ୍ରମେ ଆମେ ଆଜି ଓଡିଶା ରାଜ୍ୟ ସମବାୟ ୟୁନିୟନ ଆମେ ଆନୁକୂଲ୍ୟରେ ଆମେ ଆଜି ଯୋଉ ପାଳନ କରୁଛୁ ପ୍ରତିଷ୍ଠା ଦିବସ, ଯୋଉଟା କି ହଉଛି ଆମର ଆମ କେନ୍ଦ୍ର ସରକାରଙ୍କର ଯୋଉ ସମବାୟ ମନ୍ତ୍ରଣାଳୟ, ଯୋଉଟା କି 2021 ମସିହାରେ ପ୍ରତିଷ୍ଠିତ ହେଇଥିଲା, ତାର 5 ବର୍ଷ ଏବେ ପୂର୍ତ୍ତି ହେଲା 2021 ରୁ 2026। ଏବଂ ତାଙ୍କ ଯୋଉ ସମବାୟ ମନ୍ତ୍ରଣାଳୟ ଦ୍ଵାରା ଯୋଉ ପୁରପଲ୍ଲୀରେ ଯୋଉ ଲୋକମାନେ ଅଛନ୍ତି ତାଙ୍କୁ ସମବାୟର ସୁଫଳ ଏବଂ ସମବାୟରେ ଆମେ କଣ କଣ କାର୍ଯ୍ୟକାରୀ କରିଛୁ ତାକୁ ପହଞ୍ଚାଇବା ପାଇଁ ଏଇ ଯୋଉ ଆମେ ପ୍ରତିଷ୍ଠା ଦିବସ ଆଜି ପାଳନ କରୁଛୁ। ଏଇଟା କେବଳ ଆଜି ଗୋଟେ ଦିନରେ ସୀମିତ ନୁହେଁ, ଏଇଟା ଆମର ଗୋଟେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଏଥିରେ ଆମର ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ମାନେ ଅଛି। ଯେମିତି ଆଜି ଥିଲା ଆମର ପ୍ରତିଜ୍ଞା ପାଠ କଲୁ, ଆମେ ଫ୍ଲାଗ ହୋଷ୍ଟିଂ କଲୁ। ଦେନ୍ ଆମର ଅଛି ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଲୋକମାନଙ୍କୁ କଣ ଆମେ କରିପାରିବୁ ଇମ୍ପ୍ଲିମେଣ୍ଟ। ଦେନ୍ ଆମେ ବୃକ୍ଷରୋପଣ, 1 କୋଟି ବୃକ୍ଷରୋପଣ ଆମର ଅଛି ଲକ୍ଷ୍ୟ ମନ୍ତ୍ରଣାଳୟ ତରଫରୁ, ଯୋଉଟା କି ସବୁଜ ସମବାୟ ଆମେ ପ୍ରତିଷ୍ଠା କରିବୁ। ତାପରେ ଆମେ ଅଧିକରୁ ଅଧିକ ଯୁବକ, ମହିଳା ଏବଂ ଛୋଟ ପିଲାମାନଙ୍କୁ ସମବାୟ ପ୍ରତି କେମିତି ଆମେ ଆକର୍ଷିତ କରିପାରିବୁ, ତା ପାଇଁ ମଧ୍ୟ କିଛି କାର୍ଯ୍ୟକ୍ରମ ହାତକୁ ରଖା ହଉଛି। ଏବଂ ସର୍ବୋପରି ଆମର ଯୋଉ ପ୍ରାଥମିକ କୃଷି ସମବାୟ ସମିତି ରହିଛି, ଯୋଉ ପ୍ୟାକ୍ସ ଯାହାକୁ ଆପଣ କହୁଛନ୍ତି, ତାକୁ ଆମେ କେମିତି ମଲ୍ଟିପର୍ପୋଜ ପ୍ୟାକ୍ସ ବା ଏମ୍ ପ୍ୟାକ୍ସ ରେ ପରିଣତ କରିବୁ ଏବଂ କେମିତି ସେମାନଙ୍କର ବିଜନେସ ଡାଇଭରସିଫିକେସନ, ତାଙ୍କର ବ୍ୟବସାୟର ବିବିଧୀକରଣ କରିପାରିବୁ, ଯାହା ଦ୍ୱାରା କି ସେମାନେ ଇକୋନୋମିକାଲି ଇଣ୍ଡିପେଣ୍ଡେଣ୍ଟ ହେଇପାରିବେ ବା ସ୍ୱାବଲମ୍ବୀ ହେଇପାରିବେ। ସେଇଟା ହଉଛି ମୁଖ୍ୟ ଲକ୍ଷ୍ୟ। ତେଣୁ ଏଇ ଯୋଉ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆମେ ଆଜି ଏଇ ଯୋଉ ପ୍ରୋଗ୍ରାମରେ ଆମେ ଆରେଞ୍ଜମେଣ୍ଟ କରିଛୁ ଏବଂ ମାନ୍ୟବର ମନ୍ତ୍ରୀ ମଧ୍ୟ ଆଜି ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ। ଏବଂ ଆଜିଠୁ ଆରମ୍ଭ ହେଲା ଏବଂ 29 ତାରିଖରୁ ଏବଂ 6 ତାରିଖରେ ଆମର ଏଇଟା କମ୍ପ୍ଲିଟ ହବ।